ଅନ୍ୟର ଦୁର୍ବଳତା ଉପରେ ତୁମକୁ ଆକ୍ଷେପ କରିବା ପାଇଁ ଭାରି ଭଲ ଲାଗେ ନା? ତେବେ ତେବେ ଏସବୁ କହିବାର ମାନେ କଣ? କାହିଁକି କେଜାଣି ତମ ପାଖରେ ଅବାଧ୍ୟ ହେବାକୁ ଭାରି ଇଚ୍ଛା ହୁଏ, ଆଉ ତମ ଶାସନ ଭାରି ଭଲ ଲାଗେ। So sweet of you, Rita. କାହିଁକି କେଜାଣି କେବଳ ସେଇ ଭଲ ପାଇବା ଆଗର ନିକଟରେ ମୋତେ ବି ବେଳେବେଳେ ହଜିଯିବାକୁ ଭାରି ଭଲ ଲାଗେ। ରିତା, ପୁରା ଡରି ଯାଇଥିଲି। ପଢିବାକୁ ବି ଭଲ ଲାଗେ ଯଦି ପାଖରେ କେହି ଧରିବାକୁ ଥାଏ। ସତରେ? ସତରେ ନିତ ସୌନ୍ଦର୍ଯ୍ୟମୟୀ ପାରିଜାତ ତୁମେ। ତୁମ ସ୍ଥାନ ତ ସ୍ୱର୍ଗରେ, ଏ ମର୍ତ୍ତ୍ୟରେ ତୁମେ ଦୁଷ୍ପ୍ରାପ୍ୟ ଦୁର୍ଲଭ। ଆଉ ତମେ ବି କୋଉ ମର୍ତ୍ତ୍ୟରେ କି? ସ୍ୱର୍ଗ ଆଗରେ ଏ ମଣିଷଟା ପୁରା ବାମନ। ଜାଣିଛ ରୀତା, ଆଜି ତୁମେ ମୋର କେତେ ପାଖରେ, ଅଥଚ ମୋତେ ଲାଗୁଛି ତୁମେ ମୋ ନିକଟରୁ ବହୁ ଦୂରରେ, ଆଉ ଏତେ ଦୂରରେ ଯେ ହାତ ବଢେଇଲେ ପାଉନି କି ଆଖି ମଧ୍ୟ ପାଉନି। ଠିକ ସେମିତି ଲାଗିବା ଉଚିତ। କାରଣ ଦୂର ପାହାଡ ସୁନ୍ଦର, ଦୂର ବନ୍ଧୁ ସୁନ୍ଦର। ଆଚ୍ଛା, ବାବୁ ଡାକୁଛନ୍ତି। ଆଚ୍ଛା ରୀତା, ତୁମେ ଭିତରକୁ ଯାଅ, ମୁଁ ଏବେ ଆସୁଛି। ନା ନା, ତମେ କୁଆଡେ ଯାଇପାରିବନି। ଆଜ୍ଞା, ଏବେ କୁଆଡେ? ଏଇନେ ପରା ଖାଲି ଆପଣ ଦୁଇ ଜଣଙ୍କୁ ନେଇ କଥା। ଏ ମଞ୍ଜୁମା, ବେଶୀ ଫାଜି ଲଉଛୁ। ଦେଖିବୁ ଏଇନେ ତୋର ମଜା ଛଡେଇ ଦେବି। ମୋ ମଜା କଣ ଦେଖିବ ଦେଇ? ତେଣେ ମାମୁଁ ଆପଣ ଦୁଇ ଜଣଙ୍କ ମଜା ଦେଖିବାକୁ ଜଗିଛନ୍ତି। ଚାଲ ଚାଲ, ଶୀଘ୍ର ଚାଲ। ଏ ରୀତା, ମୋତେ ତୁମେ ରକ୍ଷା କର ରୀତା। ତୁମ ମାମୁଙ୍କ ସାମ୍ନାକୁ ମୁଁ ଯାଇପାରିବିନି। ତାଙ୍କର ଆକ୍ଷେପ ଗୁଡାକ ପୁରା ସିଧାସଳଖ, ବୁଝିଲ? ମୁଁ ଫେରି ଯାଉଛି ରୀତା, ମୁଁ ଫେରି ଯାଉଛି। ବୁଝିଲ, ତୁମକୁ ଉଦ୍ଧାର କରିବା ପାଇଁ। ହଁ।